ଲାଗୁଛି ବାପା ମା ସିଏ ବି କାନ୍ଦି ପକଉଛନ୍ତି, ଅନୁଭବ କାନ୍ଦି ପକଉଛନ୍ତି। ଗୀତ ଅନୁଭବ ଦର୍ଶାଇଛନ୍ତି କି ବାପା ମାଙ୍କୁ ଭକ୍ତି କର, ସେଇଟା କୌଣସି ତୀର୍ଥ ସ୍ଥାନ ଠାରୁ ବଳି ହବ ନା। ହ୍ୟାଲୋ ହାଇ ନମସ୍କାର, ମୁଭି ଚର୍ଚ୍ଚାର ଆଉ ଗୋଟେ ଧମାକାଦାର ଏପିସୋଡକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ। ତ ଆଜି ଆମେ ରିଭ୍ୟୁ କରିବା ଚାରିଧାମର ସଙ୍ଗ ହଉଛି ମୋ ବାପା ମା ଚାରିଧାମ। ତ ଏଇ ସଙ୍ଗ ପାଇଁ ବହୁତ ସାରା ମାନେ ଭାଇ ମାନଙ୍କର ରିକ୍ୱେଷ୍ଟ ସବୁ ଆସିଥିଲା। ତ ଆମେ ତ ସେମିତି ରିଭ୍ୟୁ କରିଥାନ୍ତି, କିନ୍ତୁ ଲୋକମାନଙ୍କ ଭଲ ପାଇବା ଦେଖି ଏଇ ଗୀତ ପାଇଁ ଆମେ କହିଲୁ ନା ମାନେ ଲୋକମାନେ ଯୋଉମାନେ ବି ଅନୁରୋଧ କରୁଛନ୍ତି ସେମାନଙ୍କୁ ପ୍ରଥମେ ଧନ୍ୟବାଦ। ତ ଯୋଉ ରାବଣର ଅପଡେଟ ସବୁ ଆସିଲା ତ ସେଗୁଡା ସବୁ ହଉଥିଲା। ତ ବାପା ମାଙ୍କ ଚାରିଧାମ ତାର ରିଭ୍ୟୁ ଆଜି ଆମେ କରିବା। ତ ଫାଷ୍ଟ ଆମେ ଦେଖିଲେ କି ପ୍ରଥମେ ଗୀତ ଷ୍ଟାର୍ଟ ହେଲା ଗୋଟେ ଆକ୍ଚୁଆଲି ସେଟା ଭଜନ ଗୀତ କି ଇଏ ଗୀତ ମାନେ ବାପା ମାଙ୍କ ଚାରିଧାମ କୃଷ୍ଣା ବେଉରା ଗାଇଛନ୍ତି, ଅଶୋକ ଦାସ ଅଛନ୍ତି ଆଉ ଅନୁଭବ ଅଛନ୍ତି। ତ ଗୀତଟା ତ ଭଜନ ଗୀତ ତ ନୁହେଁ, ତାକୁ ସେ ଗୀତକୁ ବାପା ମାଙ୍କୁ ଭଗବାନ ରୂପରେ ଦେଖେଇଛନ୍ତି। ବାସ୍ ଦେଖେଇଛନ୍ତି। ଚାରିଧାମର ଇଏ ମାନେ ହଉଛି କଣ, ଆମର ଚାରିଟା ଧାମ ରହିଛି, ଆମର ଯୋଉ ତୀର୍ଥ ସ୍ଥାନ ରହିଛି ଚାରିଟା ଧାମ। ତ ଚାରିଧାମ ଏ ଗୀତ ଦେଖାଯାଇଛି ବାପା ମାଙ୍କ ଚାରିଧାମ, ମାନେ ବାପା ମା ଚାରିଧାମ ଆମ ଚାରିଧାମ। କାହିଁକି ନା ଯଦି ଆମେ ବାପା ମାଙ୍କୁ ଶ୍ରଦ୍ଧା କରିବା, ସ୍ନେହ କରିବା, ବାପା ମାଙ୍କୁ ଭକ୍ତି କରିବା, ତ ସେଇଟା ଚାରିଧାମ ତୀର୍ଥ ଠାରୁ ବଡ ହବ। ତ ସେଇଟା ଭିଡିଓରେ ଦେଖା ହେଇଛି, ଯୋଉଟା ବହୁତ ବଢିଆ ଅନୁଭବ ବହୁତ ବଢିଆ ଭାବରେ ତାକୁ ପୋର୍ଟ୍ରେ କରିଛନ୍ତି। ଗୀତଟି ବହୁତ ସୁନ୍ଦର ଲାଗିଲା। ଆଇ ଥିଙ୍କ ସେ ବାପା ମାଙ୍କୁ ଭଗବାନ ରୂପରେ ସେ ଗୀତଟାକୁ ଦେଖେଇଛନ୍ତି। ଆଇ ଥିଙ୍କ ସେ ଭଜନ ବି ଲାଗୁନି କି ଆଧୁନିକ ବି ଲାଗୁନି, ସେ ମିକ୍ସ ଟାଇପର ଲାଗୁଛି। ଆଉ ଯୋଉ କୃଷ୍ଣା ସାର୍ ତାଙ୍କ ଭଏସ ବି ବହୁତ ବଢିଆ, ଆଉ ସେ ତ ବହୁତ ଲାଙ୍ଗୁଏଜ ଏମିତି ଗୀତ ଗାଇ ଜାଣିଛନ୍ତି। ଏଇଭଳିଆ ଗୀତ ତାଙ୍କୁ ବେଶୀ ପସନ୍ଦ, ଭଲ ଲାଗେ। ଆଉ ଅନୁଭବ କରି ବି ସେ ବହୁତ ଗୀତ ଗାଇଛନ୍ତି, ପ୍ରାୟ ଗୀତ ବହୁତ ଗାଇଛନ୍ତି। ତ ସେ ବହୁତ ଦିନ ପରେ ଗୀତ ଗାଇଛନ୍ତି ମୁଭିରେ, ତ ବହୁତ ଖୁସି ଲାଗିଲା ସେଟା ଜାଣିକି। ଆଉ ଆଇ ଥିଙ୍କ ସେଟା ମତେ ଲାଗୁଛି ମୁଭିର ଯୋଉ ଷ୍ଟୋରି ନେଇକି ବୋଧେ କିଛି ହେଇଛି କି ଆଇ ଥିଙ୍କ ସେ ବାପା ମାଙ୍କୁ ଚାରିଧାମ ତୀର୍ଥ କରିବାକୁ ନେଇଯାଉଛନ୍ତି। କିନ୍ତୁ ସେ କହୁଛନ୍ତି କି ଚାରିଧାମ ତୀର୍ଥ ଠାରୁ ବଡ ହଉଛି ବାପା ମାଙ୍କୁ ଭକ୍ତି କରିବା, ବାପା ମାଙ୍କର ଧ୍ୟାନ ରଖିବା, ଯତ୍ନ କରିବା। ତ ସେ ଗୀତର ବହୁତ ସୁନ୍ଦର ଭାବରେ ମାନେ ଗୋଟେ ହୃଦୟସ୍ପର୍ଶୀ ଗୀତ ଗୋଟେ କରିଛନ୍ତି, କୃଷ୍ଣା ବେଉରା ଗାଇଛନ୍ତି ଯିଏ। ତ ମାନେ ଅନୁଭବ ତ ଆକ୍ଟିଂ କରିଛନ୍ତି, ଆଉ ସମସ୍ତେ ଆକ୍ଟିଂ କରିଛନ୍ତି, କିନ୍ତୁ ଯିଏ ଗୀତ ଗାଇଛନ୍ତି କୃଷ୍ଣା ବେଉରା ସେ ବହୁତ ବଢିଆ ଭାବରେ ଗୀତଟାକୁ ମାନେ ସଜେଇଛନ୍ତି। ଦୁଃଖର ଆଉ ଭକ୍ତିର ସହିତ ସେ ଗାଇଛନ୍ତି ଗୀତଟାକୁ, ହୃଦୟରୁ ଗାଇଛନ୍ତି, ଶୁଣିବାକୁ ଭାରି ଭଲ ଲାଗିଲା। ଆଉ ହିନ୍ଦୀରେ ବି ଯୋଉ ବାହାରିଛି, ହିନ୍ଦୀରେ ବି ଶୁଣିବାକୁ ଭାରି ଭଲ ଲାଗୁଛି ସେ ଗୀତଟି। ତ କିନ୍ତୁ ଆମେ ଯେହେତୁ ଓଡିଆ ଲୋକ, ତ ଓଡିଆରେ ଶୁଣିଲେ ଆମକୁ ସେଟା ଟିକେ ଅଧିକା ଲାଗିବ। ତ ଓଡିଆ ଗୀତଟା ନିଜ ଲାଙ୍ଗୁଏଜ ଶୁଣିଲେ ଟିକେ ଅଧିକ ଇଏ ଲାଗେ। ତ ବହୁତ ବଢିଆ ଲାଗୁଛି, ବହୁତ ସୁନ୍ଦର ଲାଗୁଛି ଗୀତ। ଫାଷ୍ଟ ତାଙ୍କର ଆସିଥିଲା କେରକେରା ଗୀତଟା, ତାର ଗୋଟେ ରିଭ୍ୟୁ ଆମେ କରିଥିଲୁ। ଯଦି ଦେଖିନାହାନ୍ତି ଆଇ ବଟନ ଅଛି, ଆପଣ ମାନେ ଯାଇ ଦେଖିନେବେ। ଆଉ ତାପରେ ବାପା ମା ଚାରିଧାମ ଇଏ ଗୋଟେ ଭକ୍ତି ଗୀତ ଭଳିଆ ଲାଗୁଛି, ବାପା ମାଙ୍କ ଉପରେ ଗୀତଟା ତ ବହୁତ ସୁନ୍ଦର ଲାଗୁଛି। ଅନୁଭବ ଦର୍ଶାଇଛନ୍ତି କି ବାପା ମାଙ୍କୁ ଭକ୍ତି କର, ସେଇଟା କୌଣସି ତୀର୍ଥ ସ୍ଥାନ ଠାରୁ ବଳି ହବ ନା। କାହିଁକିନା ବାପା ମା ହଉଛନ୍ତି ଆମର ପ୍ରଥମ ଭଗବାନ। ତ ତାଙ୍କୁ ଭକ୍ତି କରିବା, ସ୍ନେହ କରିବା, ତାଙ୍କର ଯତ୍ନ ନେବା ନିହାତି ଭାବରେ ଦରକାର। ଆଉ ସେ ଗୋଟେ ଏଇ ଯୋଉ ପୁରା ଗୀତର ଯୋଉ ପିକ୍ଚର ଦେଖିଛନ୍ତି, ସେ ମନ୍ଦିର ପାଖାପାଖି ସବୁ ଦେଖିଛନ୍ତି। ତ ଚାରିଧାମ ବାପା ମାଙ୍କୁ ସେ ବୋଧେ ତୀର୍ଥ କରାଉଛନ୍ତି, ତାରି ଭିତରେ ଏଇ ଗୀତଟା ସୁଟ୍ କରାଯାଇଛି। ଆଉ ଫୁଲ ଭିଡିଓ ତ ଆସିନି, ଖାଲି ଅଡିଓ ଆସିଛି। ଅଡିଓ ଭିତରେ ଭିଡିଓ ଟିକେ ମିକ୍ସ, ଏବେ ତ କଣ ଏବେ ଖାଲି ଆଉ ଅଡିଓ ଭିଡିଓ ଆସୁନି, ମାନେ ଗୋଟେ ମିକ୍ସ ଟାଇପ ର ସବୁ ଆସିଲା। ଭିଡିଓ ତ ବାକି ତାଙ୍କର ଅପଡେଟ ଦେବେ। ତ ପୁଣି ରାବଣର ବି ଆନାଉନ୍ସମେଣ୍ଟ ହେଇଯାଇଛି, ଆପଣ ମାନେ ଯୋଉମାନେ ଦେଖିନାହାନ୍ତି ଡେସ୍କ୍ରିପସନରେ ଦେଇଦେବି, ଆଉ ଯାଇକି ଦେଖିନେବେ। ରାବଣର ଆନାଉନ୍ସମେଣ୍ଟ ଟା ହେଇଯାଇଛି, ଆଉ ବହୁତ ବଡ ବଜେଟ ହବାକୁ ଯାଉଛି ଶୁଣିବାକୁ ମିଳୁଛି। ତ ତାର ଯେମିତି କହିଥିଲେ କି ଅଗଷ୍ଟ ମାସରେ ତାର ଆନାଉନ୍ସମେଣ୍ଟ ହବ, ସେଇଟା ହେଇଯାଇଛି। ଆଇ ବଟନ ତାର ଲିଙ୍କ ଅଛି, ଆପଣ ଦେଖିନେବେ। ଗୀତଟା ତ ବହୁତ ସୁନ୍ଦର ହେଇଛି, ଆଉ ହିନ୍ଦୀରେ ବି ଶୁଣିବାକୁ ବହୁତ ବଢିଆ ଲାଗୁଛି। ପ୍ରଥମେ ତ ମୁଁ ଓଡିଆକୁ ପ୍ରିଫରେନ୍ସ ଦେଲି, କାହିଁକି ନା ଓଡିଆ ଆମ ଲାଙ୍ଗୁଏଜ ବହୁତ ଶୁଣିବାକୁ ବହୁତ ସୁନ୍ଦର ଲାଗିବ। ଆଉ ତାପରେ ମୁଭିଟା ଆକ୍ଚୁଆଲି କଣ ହବ ପ୍ରେଡିକ୍ସନ କରାଯାଇ ପାରୁନି, କିନ୍ତୁ ତୀର୍ଥ ଏଥିରେ ଚାରିଧାମ ଏଥିରେ ଭ୍ରମଣ ଅଛି, ଏଇଟା ତ ଜଣା ପଡୁଛି। କିନ୍ତୁ ତ ଯୋଉ ମୋଶନ ଟିଜର ଦେଖିଲେ କି ଏଇ ଯୋଉ ଗୀତରେ ଅନୁଭବ ସାର୍ ତ ବାପା ମାଙ୍କୁ ତୀର୍ଥରେ ମାନେ ସାଧା ସିଧା ପିଲା ଭଳିଆ ଜଣା ପଡୁଛନ୍ତି, କିନ୍ତୁ ମୋଶନ ଟିଜର ଯୋଉଟା ଦେଖିଥିଲା ତାଙ୍କ ଲୁକ୍ ଟିକେ ଆକ୍ସନ ଅଛି, ତାଙ୍କ ଲୁକ୍ ଟିକେ ଗୁଣ୍ଡା ଟାଇପ ର। ତାପରେ ଆପଣ ଯଦି ପୋଷ୍ଟର ଦେଖିଥିବେ, ପୋଷ୍ଟର ରିଭ୍ୟୁ ଆମର ହେଇଥିଲା, ତ ସେଟା ଯଦି ଦେଖିଥିବେ କି ପୋଷ୍ଟର ଦି ପ୍ରକାର ଅନୁଭବ ଦେଖାଯାଉଛି। ଜଣେ ମାନେ ପୁରା ମାଡଗୋଳ ଟିକେ ଗୁଣ୍ଡା ଟାଇପ ର ଅଛନ୍ତି, ଆଉ ଗୋଟେ ଅଛନ୍ତି ଯିଏ ଭକ୍ତି କରୁଛନ୍ତି ସବୁବେଳେ। ତ ଦିଟା ବୋଧେ କ୍ୟାରେକ୍ଟର, ଜଣେ ଲୋକ ଦିଟା କ୍ୟାରେକ୍ଟର ବଢିଆ ମାନେ ଭଲ ଭାବରେ କରୁଛି। କିଛି ଟିଜର ଆସିନି, ଟ୍ରେଲର ଆସିନି, ସେଟା ପ୍ରେଡିକ୍ସନ ଦେଇ ହବନି, ପ୍ରେଡିକ୍ସନ ତ କିଛି କରି ହବନି। ତ ଯୋଉଟା ସରପ୍ରାଇଜ ଅଛି, ଯୋଉଟା ଆମେ ପୋଷ୍ଟର ରିଭ୍ୟୁରେ ବି କହିଥିଲୁ, ସରପ୍ରାଇଜ ରହିବାଟା ନିହାତି ଦରକାର। ହଲରେ ଗଲେ ତାର ମଜା ଆପଣ ମାନେ ପାଇପାରିବେ। ତ ଅନୁଭବ ଫ୍ୟାନ୍ସ ମାନେ ଲାଇକ୍ କର, ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କର, କାହିଁକି ନା
ବହୁତ ଗୁଡେ ଅପଡେଟ ସେମିତି ଆସିବାର ଅଛି ଅନୁଭବ ମାମୁଙ୍କର, କାହିଁକି ନା ଚାରିଧାମ ଆଉ ମାତ୍ର 20 ରୁ 25 ଦିନ ଆଉ ରହିଲା ତାର ଏପର୍ଯ୍ୟନ୍ତ ଟିଜର ଆସିବ, ଟ୍ରେଲର ଆସିବ, ଆଉ କିଛି ଗୀତ ବି ସେ ଛାଡି ପାରନ୍ତି। ତାପରେ ଭିଡିଓ ଆସିବ, ତାର ବହୁତ ଏବେ କଣ୍ଟେଣ୍ଟ ସବୁ ବାକି ଅଛି। ଚ୍ୟାନେଲକୁ ସବସ୍କ୍ରାଇବ କର, ଭିଡିଓଟିକୁ ଲାଇକ୍ କର, ଯେତେ ମାତ୍ରାରେ ହଉଛି ସେୟାର କର। ଭିଡିଓଟି ବହୁତ ଭଲ ଲାଗିଲା, ଗୀତ ତ ଭଲ ତ ଅଛି ଗୀତ, ଆଉ ବାକି ରହିଲା ସେଇ ଯୋଉ ଏକରେ ତ ୱେଟ୍ ତ କରୁଛୁ କେରକେରା ସଙ୍ଗ କୁ, ଆଉ ଦୁଇ ଇଏ ଗୀତକୁ ବି ଏବେ ୱେଟ୍ ରହିଲା। ଆଉ କିନ୍ତୁ କେରକେରା ସଙ୍ଗ ପରେ କେରକେରା ଗୋଟେ ପାର୍ଟି ସଙ୍ଗ ଭଳିଆ ପୁରା ମାନେ ଭସାଣି ସଙ୍ଗ, କିନ୍ତୁ ଏଟା ଗୋଟେ ପୁରା ଅଲଗା ଧାର୍ମିକ ଟାଇପର ଗୀତ। ତ ଫିଲ୍ମରେ ଭର୍ସଟାଇଲିଟି ଭରି ହେଇଛି, ଫିଲ୍ମର ମାନେ ସରପ୍ରାଇଜ ପ୍ୟାକେଜ ତ ଅଛି ଜଣା ପଡୁଛି, କାହିଁକି ନା ଗୋଟେ ଗୀତ ଯେତେବେଳେ ଜଣେ ମାନେ ଭସାଣି ବେଳେ ନାଚିଲା ଭଳିଆ, ଆଉ ଗୋଟେ ଭକ୍ତି ଗୀତ, ତ ଭେରାଇଟି ରକମର ସବୁ ଅଛି ସବୁ ଫିଲ୍ମରେ। ସେଇଟା ରଖିବା ନିହାତି ଦରକାର, କାରଣ ପବ୍ଲିକ କନଫ୍ୟୁଜ ହେଇଯିବ କୋଉଟା ଆକ୍ଚୁଆଲି ହବ, ଥିଏଟରକୁ ଗଲେ ସସ୍ପେନ୍ସ ମାନେ କିଛି ଗୋଟେ ଜାଣିପାରିବେ। ହଁ ସେଇଟା ନିହାତି ରହିବା ଦରକାର। ତ ବହୁତ ଭଲ ଲାଗିଲା ଗୀତଟି, ଆଉ ଦେଖିଛନ୍ତି ଭଲ ମଜାରେ। ତ ଅଶୋକ ଦାସ ବହୁତ ଦିନ ପରେ ସେ ଓଡିଆ ଫିଲ୍ମ କରୁଛନ୍ତି, ସେ ତ ଏମିତି ଅଲଗା ଟିଭି ଫିଲ୍ମ ସିରିଏଲରେ ବି ମୁଁ ଦେଖିଥିଲି, କିନ୍ତୁ ତାକୁ ମାନେ ଗୋଟେ ଥିଏଟର ଫିଲ୍ମରେ ବହୁତ ଦିନ ପରେ ଦେଖିବାକୁ ମିଳୁଛି, ଆଉ ବହୁତ ସୁନ୍ଦର ଲାଗୁଛି। ତାଙ୍କ ସହିତ ମା ଯୋଉ ରୋଲ ଯିଏ କରିଛନ୍ତି, ବହୁତ ଇମୋସନାଲ ସଙ୍ଗ ଟା ଲାଗୁଛି, ବାପା ମା ସିଏ ବି କାନ୍ଦି ପକଉଛନ୍ତି, ଅନୁଭବ କାନ୍ଦି ପକଉଛନ୍ତି, ଗୀତଟା ବି ସେଇ ଟାଇପ ହେଇଛି, ଟିକେ ଇମୋସନାଲ ଶୁଣିବାକୁ ବି ବହୁତ ଇଏ ଲାଗୁଛି। ତ ଓଭରଅଲ ଗୀତଟା ବଢିଆ ହେଇଛି। ତ ଏଇଟା ଥିଲା ଆଜିର ରିଭ୍ୟୁ। ଆଉ ଯଦି ଆପଣମାନଙ୍କୁ ଆଜିର ଭିଡିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ କରିବେ, କମେଣ୍ଟ କରିବେ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଲାଇକ୍ ସବସ୍କ୍ରାଇବ ତ କରିଦିଅନ୍ତୁ, ମାନେ ଯୋଉମାନେ ଏଇ ଗୀତକୁ ବହୁତ ଭଲ ପାଇବା ଦେଇଛନ୍ତି, ଆଉ ଆମ ଚ୍ୟାନେଲକୁ ସପୋର୍ଟ କରନ୍ତୁ। ଆପଣଙ୍କ ସପୋର୍ଟ ନିହାତି ଭାବରେ ଦରକାର, କାହିଁକିନା ଏମିତି ରେଗୁଲାର ଭିଡିଓ ଆପଣମାନେ ଆମଠାରୁ ପାଇପାରିବେ। ଆଉ ଆମେ ୱେଟ୍ ବି କରୁଛୁ କି ଚାରିଧାମର ଟିଜର କି ଟ୍ରେଲରକୁ, ଆମେ ବି ବହୁତ ଏକ୍ସାଇଟେଡ ଅଛୁ ତାକୁ ଦେଖିବାକୁ, କାରଣ ଆମେ ଜାଣିପାରୁନୁ କି ପ୍ରେଡିକ୍ସନ ଆମର କଣ ହବ। ତ ଟିଜରଟା ତ ବହୁତ କମ ଦିନ ଆସିବ, କାହିଁକି ନା ଟ୍ରେଲର ଆସିବାର ଅଛି, ଆସିଲେ ଆପଣମାନେ ତ ରିଭ୍ୟୁ ତ ଆପଣମାନେ ପାଇବେ। ତ ଭିଡିଓଟା ଏତିକି, ଜଲ୍ଦି ଆପଣମାନଙ୍କ ସହିତ ଦେଖା ହବ ଗୋଟେ ନେକ୍ସଟ ଭିଡିଓରେ। ମୁଁ ବି ବିଦାୟ ଦିଅନ୍ତୁ, ନମସ୍କାର।